ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ହେଉଥିବା ଗଣଦୁଷ୍କର୍ମଠାରୁ ଆରମ୍ଭ କରି ଗଣହତ୍ୟା, ରାହାଜାନୀ, ଚୋରି, ରାଜନୈତିକ ହିଂସା ଓ ଦାଦାବଟି ଆଦାୟ ଭଳି ବହୁ ଅପ୍ରୀତିକର କାର୍ଯ୍ୟ ଅସାମାଜିକ ବ୍ୟକ୍ତି ତଥା ବିଜେପି ଦଳର ବହୁ ତଥାକଥିତ ନେତା ଦ୍ୱାରା କରାଯାଉଥିବା ଆଜି ବ୍ରହ୍ମପୁର ରେଳ ଷ୍ଟେସନ ରୋଡ୍ ସ୍ଥିତ ସର୍କିଟ୍ ହାଉସ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି। ଏହାସହ ମୁଖ୍ୟତଃ ବାଲେଶ୍ୱର ଜିଲ୍ଲାର ସୁଶ୍ରୀ ସୌମ୍ୟଶ୍ରୀଙ୍କ ପୋଡ଼ି ମୃତ୍ୟୁ, ପୁରୀ ବଳଙ୍ଗା ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ, ଗୋପାଳପୁର ଛାତ୍ରୀ ଗଣଧର୍ଷଣ ଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହି ଅପାରଗ ବିଜେପି ସରକାର ଶାସନ ଚଳାଇବାରେ ଅସକ୍ଷମ ବୋଲି କଟାକ୍ଷ କରି କହିଥିଲେ ବିଜେଡି ନେତା ଶ୍ରୀ ସଞ୍ଜୟ ଦାସ ବର୍ମା। ଆସନ୍ତା 21 ତାରିଖରେ ବିଜେଡି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଖଲିକୋଟ ଖେଳପଡ଼ିଆଠାରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ କାର୍ଯ୍ୟାଳୟଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ଦାସ ବର୍ମା କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ମେୟର ଶ୍ରୀଯୁକ୍ତ ସଂଘମିତ୍ରା ଦଳେଇଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ପ୍ରତିନିଧି ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା। ପ୍ରସଙ୍ଗ ମୁଁ ଆପଣମାନଙ୍କ ପାଖରେ ରଖିବାକୁ ଚାହୁଁଛି। ରାଜ୍ୟ ସରକାରଙ୍କର 1 ବର୍ଷ ପୂର୍ତ୍ତି ହେଲା, ବିଶାଳ ଆୟୋଜନ ହେଲା। ଭାରତ ବର୍ଷର ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ସମସ୍ତେ ଆସିଲେ। ସଫଳତାର 1 ବର୍ଷ ଏଠି ପାଳନ କଲେ। କିନ୍ତୁ ଦୁର୍ଭାଗ୍ୟର କଥା, ଏଇ 1 ବର୍ଷ ଆପଣମାନେ ନିଜେ ଅନୁଭବ କରୁଥିବେ, ଯେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ପ୍ରସ୍ତୁତି ହେଲା, ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠି କହିଲେ ଯେ ଏଥରକ ଆମେ ରଥଯାତ୍ରା ରେକର୍ଡ ସୃଷ୍ଟି କରିବୁ। 3 ଜଣ ଭକ୍ତଙ୍କର ଜୀବନ ଚାଲିଗଲା, ଶହ ଶହ ଲୋକ ଷ୍ଟାମ୍ପେଡରେ ଆହତ ହେଲେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସାରା ବିଶ୍ୱରେ ହଜାର ହଜାର ଜଗନ୍ନାଥ ପ୍ରେମୀ ଆଜି ବ୍ୟଥିତ ହୋଇଛନ୍ତି ଏଭଳି ଘଟଣା ପାଇଁ। ଏବଂ ଯୋଉଦିନ ଏ ଘଟଣା ଘଟିଲା, ସେଦିନ ମଧ୍ୟ କୌଣସି ଅଧିକାରୀ ମାନେ ଠାକୁରଙ୍କ ନୀତିକାନ୍ତି ସମୟରେ ଯେତେବେଳେ 3ଟି ଜୀବନ ଚାଲିଗଲା, 150ରୁ ଉର୍ଦ୍ଧ୍ୱ ଲୋକ ଷ୍ଟାମ୍ପେଡ ହେଲେ, ସେତେବେଳେ କୌଣସି ଅଧିକାରୀ ସେଠି ଉପସ୍ଥିତ ନଥିଲେ। ଏବଂ ସାରା ବିଶ୍ୱକୁ ଗୋଟିଏ ବାର୍ତ୍ତା ଗଲା ଓଡ଼ିଶାରୁ, ଯେତେବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ସେଠି ଗୋପାଳପୁର ବିଚରେ ଜଣେ ଛାତ୍ରୀ କି ଯୋଉଭଳି ଭାବରେ ଦୁଷ୍କର୍ମ କରାଗଲା, ଯାହାକୁ ସାରା ବିଶ୍ୱ ନିନ୍ଦା କଲା। ଏବଂ ଆମେରିକାର ଯୋଉ ଆଡଭାଇଜରୀ ବାହାରିଲା ଟ୍ରମ୍ପ ପ୍ରଶାସନର, ସେମାନେ କହିଲେ ଯେ ଓଡ଼ିଶା ଆଉ ପର୍ଯ୍ୟଟକଙ୍କ ପାଇଁ ନିରାପଦ ନୁହଁ। ଏବଂ ଦ୍ୱିତୀୟରେ ସବୁଠୁ ଲୋମହର୍ଷଣକାରୀ ଘଟଣା ଘଟିଲା ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀ ପଳାସିଆ ଗାଁର କୁମାରୀ ସୌମ୍ୟଶ୍ରୀ। ଆପଣ ସମସ୍ତ ଘଟଣା କିଛି ଅଧିକ ମୁଁ କହିବାକୁ ଚାହେଁ ନା, ସବୁ ତଦନ୍ତ ଚାଲିଛି, କିନ୍ତୁ ପ୍ରଶାସନକୁ, ବ୍ୟବସ୍ଥାକୁ ସ୍ୱାଧୀନତାର 78 ବର୍ଷ ପରେ ସୌମ୍ୟଶ୍ରୀ ଆଜି କାଠଗଡାରେ ସମସ୍ତଙ୍କୁ ଛିଡା କରିଦେଇକି ଯାଇଛନ୍ତି। ସେ ତାଙ୍କ ସହିତ ଜଣେ ତାଙ୍କର ପ୍ରଫେସରଙ୍କର ଯୋଉ ପ୍ରକାର ଇଙ୍ଗିତ ରହିଥିଲା, ତାକୁ ସେ କଲେଜର ଅଧ୍ୟାପିକା, ଆଇସିସି କମିଟି, କଲେଜର ଅଧ୍ୟକ୍ଷ ଏବଂ ଫକୀରମୋହନ ସ୍ୱୟଂଶାସିତ ବିଦ୍ୟାଳୟର ସମସ୍ତ ଅଧିକାରୀ ମାନେ ସେ କଥା ଅବଗତ ଥିଲେ। ସେ ମଧ୍ୟ ବାଲେଶ୍ୱର ପୋଲିସ ପ୍ରଶାସନକୁ ଏକଥା ଜଣାଇଥିଲେ।
ସ୍ଥାନୀୟ ସାଂସଦକୁ ଜଣେଇଥିଲେ, ସ୍ଥାନୀୟ ବିଧାୟକଙ୍କୁ ଜଣେଇଥିଲେ ଏବଂ ସବୁଠାରୁ ଚିନ୍ତାଜନକ ବିଷୟ ହେଲା ସୋମେଶ୍ରୀ ଯେତେବେଳେ ଦଗ୍ଧ ହେବା ପୂର୍ବରୁ ଏ ସମ୍ପର୍କରେ ତାଙ୍କୁ ଯୋଉଭଳି ଭାବରେ ନିର୍ଯାତନା ଦିଆଯାଉଛି ସେଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ, ସ୍ଥାନୀୟ ବିଧାୟକ, ପୋଲିସ ପ୍ରଶାସନ ସମସ୍ତଙ୍କୁ ଟ୍ୱିଟ୍ କରିକି ସେ ଜଣେଇଲେ ଯେ ମୋ ପ୍ରତି ଯୋଉ ପ୍ରକାର ଅବିଚାର କରାଯାଉଛି, କିନ୍ତୁ କେହି ତାଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ। ଗୋଟିଏ ଜୀବନ ଦୀପ କେବଳ ଲିଭିଗଲାନି, 1 ବର୍ଷ ଭିତରେ ସରକାରଙ୍କର ଯୋଉ ଚରମ ବିଫଳତା ଏବଂ ନାରୀମାନଙ୍କ ପ୍ରତି ଯୋଉ କ୍ରମାଗତ ଭାବରେ ଯୋଉ ପ୍ରକାର ଓଡ଼ିଶାରେ ବଢି ଚାଲିଛି ଭ୍ରଷ୍ଟାଚାର, ତାକୁ ଗୋଟିଏ ସର୍ଫେସକୁ ଆଣିଲେ କୁମାରୀ ସୋମେଶ୍ରୀଙ୍କର ମୃତ୍ୟୁ ଘଟଣା ଆମର ବ୍ୟବସ୍ଥାକୁ କାଠଗଡାରେ ଆମକୁ ଛିଡା କରିଦେଇ ଯାଇଛି। ମୁଁ ଏଠି କେତୋଟି ଘଟଣା କହିବାକୁ ଚାହେଁ। ଆଜି ଯୋଉ ସମୟରେ ଆଜି ଏଠି ଆମେ ସାମ୍ବାଦିକ ସମ୍ମିଳନୀ କରୁଛେ, ଆପଣମାନେ ଜାଣିଛନ୍ତି ନିମାପଡା ନିର୍ବାଚନ ମଣ୍ଡଳୀର ଯିଏ ପାଠ୍ୟକ୍ରମରେ ଜଏନ କରିଛନ୍ତି ତାଙ୍କୁ 3 ଜଣ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି ଏବଂ ସେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଏମ୍ସ ମେଡିକାଲରେ ଏବଂ ଆ ଭିତରେ 4 ବର୍ଷ ନାବାଳିକା ଶିଶୁକୁ ରେପ୍ ଏବଂ ବର୍ତ୍ତମାନ ଏଇ ବର୍ଷ 2024-25 ବର୍ଷ ଯାହା ସରକାରଙ୍କର ଶ୍ଵେତପତ୍ର ଯାହା ପ୍ରକାଶ ପାଇଛି 3054 ରେପ୍ କେସ୍ ଏ 2024-25 ରେ ଏଇ ବର୍ଷକ ଭିତରେ ସରକାର ନୂତନ ସରକାରଙ୍କ ସମୟରେ ସଂଗଠିତ ହେଇଛି। ଇଏ ହେଲା ଗୃହ ବିଭାଗର ଶ୍ଵେତପତ୍ର ବିଧାନସଭାରେ ଯାହା ଉପସ୍ଥାପନ ଶିଶୁ ଡେସ୍କ କାର୍ଯ୍ୟକ୍ଷମ ହଉଥିଲା ବିଭିନ୍ନ ଥାନା ମାନଙ୍କରେ ତାକୁ ସମ୍ପୂର୍ଣ୍ଣ ଅଚଳ ହେଇଯାଇଛି ଏବଂ ସବୁଠାରୁ ଅତ୍ୟନ୍ତ ଚିନ୍ତାଜନକ ବିଷୟ 1 ବର୍ଷ ସରକାର ଗଠନ ହବାର 1 ବର୍ଷ 2 ମାସ ହେଲା, କିନ୍ତୁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଏବଂ ସଦସ୍ୟ ଯୋଉମାନେ ଏ ଅଭିଯୋଗର ରିଡ୍ରେସ୍ କରିବେ ସେ ଅଭିଯୋଗର ଅଧ୍ୟକ୍ଷା ଏବଂ ତାଙ୍କର ସଭ୍ୟ ପଦ ମଧ୍ୟ ପୂରଣ କରାଯାଇ ନାହିଁ ଏବଂ ଯୋଉଭଳି ଭାବରେ କ୍ରମାଗତ ଭାବରେ ମହିଳା ଦୁଷ୍କର୍ମ, ନାରୀଙ୍କ ପ୍ରତି ଯୋଉ ପ୍ରକାର ଦୁଷ୍କର୍ମ ବଢି ବଢି ଚାଲିଛି ଏବଂ ରାଜ୍ୟ ସରକାରଙ୍କର ଯୋଉ ଶ୍ଵେତପତ୍ର ଆଜି ପ୍ରକାଶ ପାଇଛି ଏ ସମସ୍ତ କଥାକୁ ଯଦି ଆପଣମାନେ ଦେଖିବେ ଆଜି ସାରା ଭାରତ ବର୍ଷରେ ସାରା ବିଶ୍ୱରେ ଓଡ଼ିଶା ଆଜି କଳଙ୍କିତ ହେଇଛି। ଆଜି ମା ମାନଙ୍କ ପ୍ରତି